ओम श्री परमात्मने नमः। अध्याय 17 श्लोक 13। विधिहीनमसुष्टानं मन्त्रहीनमदक्षिणं श्रद्धाविरहितं यज्ञं तापसं परिचक्ष्यते। ଯେଉଁ ଯଜ୍ଞାନୁଷ୍ଠାନରେ ଶାସ୍ତ୍ରବିଧି ଅନୁସରଣ କରାଯାଏ ନାହିଁ, ପ୍ରସାଦ ବିତରଣ କରାଯାଏ ନାହିଁ, ପୁରୋହିତଙ୍କୁ ଦକ୍ଷିଣା ଦିଆଯାଏ ନାହିଁ ଏବଂ ଯାହା ଶ୍ରଦ୍ଧା ବିରହିତ ଅଟେ ତାହାକୁ ତାମସ ଯଜ୍ଞ କହନ୍ତି। ଯେଉଁ ଶ୍ରଦ୍ଧା ବା ବିଶ୍ୱାସ ତମୋଗୁଣ ବିଶିଷ୍ଟ ତାହା ବାସ୍ତବରେ ଅଶ୍ରଦ୍ଧା ବା ଅବିଶ୍ୱାସ ଅଟେ। ବେଳେବେଳେ ଲୋକମାନେ ଟଙ୍କା ରୋଜଗାର ପାଇଁ କୌଣସି ଦେବତା ପୂଜା କରନ୍ତି ଏବଂ ତତ୍ପରେ ଶାସ୍ତ୍ରବିଧିକୁ ଲଙ୍ଘନ କରି ସେ ଟଙ୍କାକୁ ମଉଜ ମଜଲିସରେ ଖର୍ଚ୍ଚ କରନ୍ତି। ଏ ପ୍ରକାର ବାହ୍ୟାଡ଼ମ୍ବରପୂର୍ଣ୍ଣ ଧର୍ମାନୁଷ୍ଠାନ ପ୍ରକୃତ ଧର୍ମାନୁଷ୍ଠାନ ରୂପେ ଗୃହୀତ ହୁଏ ନାହିଁ। ଏସବୁ ତମୋଗୁଣ ବିଶିଷ୍ଟ ଅଟେ। ଏସବୁ ଅସୁର ସ୍ୱଭାବ ବୃଦ୍ଧି କରାଏ। ଏହା ମାନବ ସମାଜରେ କିଛି ଉପକାର କରେ ନାହିଁ। ଓମ୍ ନମୋ ଭଗବତେ ବାସୁଦେବାୟ।